ଦେଶରେ ଗରମ ହେବାର କାରଣ ହେଉଛୁ ଗଛ ସବୁ କାଟିଦେବା, ରାସ୍ତା କରିବା ହାର ଗଛ କାଟିଦେବା। ଏମିତି ଶୀତ ଦିନିଆ ଲାଇନ୍ ବାଲା ଜମା କାଟିବନି, ଗରମ ଦିନିଆ ବଡ଼ କାଟିବ, ସେ ବଡ଼ ଚାଲାକ। ଶୀତ ଦିନିଆ କେହି ଫ୍ୟାନ୍ ଦେଇକି ଶୋଇବେନି, ଗରମ ଦିନିଆ ଫ୍ୟାନ୍ ଦେଇକି ଶୋଇବେ 24 ଘଣ୍ଟା। ଆଉ ଇଏ ଯେ ଗରମ, ଶୀତ ଦିନିଆ ଶୀତ ନାଗିନେ ଆମେ ଗରମକୁ ଡାକୁ, ଗରମ ଦିନିଆ ହେଉଛୁ ନିଆଁ ମାନେ ନିଆଁ ପାଉନୁ। ସେମିତି ଆମେ ଯଦି ଏରକ ଖରାର ଆଉ 4-5 ଦିନ ରହିବା ତାହେଲେ ଆଫ୍ରିକାନ୍ ଲୋକ ହେଇଯିବା। ଆଉ ଏରକ ଗରମ ଯେ ଗରମ, ଏରା କଳିଯୁଗ ଶେଷ ହେବାକୁ ଯାଉଛି। ମୁଁ ଭାଇମାନେ ତୁମ ସମସ୍ତଙ୍କୁ କହୁଛି, ଗଛ କାଟ ଫେର ଗଛ ଲଗାଅ, ଗଛ ଲଗାଅ, ଯେତେ ପାରିବ ସେତେ ଗଛ ଲଗାଇ ପାରିବ। ଗଛ ଲଗାଇଲେ ବର୍ଷା ହେବ, ହେବ, ଖରା ଏତେ ହେବ ନାହିଁ। ଦୟାକରି ଗଛ ଲଗାନ୍ତୁ, ସ୍ୱାସ୍ଥ୍ୟ ହିଁ ଜୀବନ। ଆଉ 11ଟାରୁ 3ଟା ଯାଏଁ ଘରୁ ବାହାରନ୍ତୁ ନାହିଁ, ସାବଧାନ ରୁହନ୍ତୁ, ସବୁବେଳେ ଭଲ ରୁହନ୍ତୁ। ମୁଁ ତୁମକୁ ସଲାହ ଦେଉଛି, ଯଶବନ୍ତ ରାଉତ, ଡିଷ୍ଟ୍ରିକ୍ଟ ମୟୂରଭଞ୍ଜ। ଆପଣମାନେ ଖରାକୁ ବାହାରନ୍ତୁ ନାହିଁ, ଜୀବନ ପ୍ରତି ବିପଦ ଅଛି। ଖରାକୁ ବାହାରିଲେ ଛତା, ଜୁତା, ଚଷମା, ପାଣି ବୋତଲ, ଛତା ନେଇ ବାହାରନ୍ତୁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ଦ୍ୱାରିକାଧୀଶ।